ଆମେ ଏଠି ଦୀର୍ଘ 12 ବର୍ଷ ଗଣେଶ ପୂଜା କରି ଆସୁଛୁ। ଏ ବର୍ଷ ବି ଭଲ କରିବାକୁ ଚେଷ୍ଟା କରିଛୁ। ଦର୍ଶକଙ୍କ ମନ ପସନ୍ଦ କରିବା ପାଇଁ ଆମେ ସବୁବେଳେ ଚେଷ୍ଟା କରି ଆସୁଛୁ। ଦର୍ଶକଙ୍କ ପାଇଁ ସବୁକିଛି ବ୍ୟବସ୍ଥା କରିବାକୁ ଆମେ ପ୍ରୟାସ କରିଅଛୁ। ଆଗକୁ ବି ମଧ୍ୟ ଆହୁରି ଭଲ କରିବାକୁ ଆମେ ଚାହୁଁଛୁ। ବର୍ତ୍ତମାନ ମୂର୍ତ୍ତି ଉଚ୍ଚତା ଗଣେଶଙ୍କର 8 ଫୁଟ, ଲକ୍ଷ୍ମୀ ସରସ୍ୱତୀଙ୍କର 5 ଫୁଟ ଅଛି। ଲଡ଼ୁ ଭୋଗ ହେଉ, ଆଉ ବୁନ୍ଦିଆ, ସେଉ, ଆଉ ଚୁଡ଼ା ଘସା, ଆଉ ଗୁରୁବାର ପ୍ରତି 11 ଦିନ ଭିତରେ ଯେଉଁ ଗୁରୁବାରଟା ପଡ଼େ ସେ ଗୁରୁବାର ଦିନ ଆମର ଲକ୍ଷ୍ମୀ ଠାକୁରାଣୀଙ୍କର ଚରୁ ଅନ୍ନ ଭୋଗଟେ। ଆମ ବନମାଳୀ କଲୋନୀ ପୂଜା କମିଟି ଦୀର୍ଘ 12 ବର୍ଷ ହେଲାଣି ଆମ ଭଗବାନଙ୍କ ଦୟାରୁ ଚାଲି ଆସୁଛି। ଆଉ ଆମର ପ୍ରତ୍ୟେକ ବର୍ଷ ଏଇଟା ମାନେ କନଫିଡେଣ୍ଟ ରହୁଛି କି ଆମେ ବଜାର ସହିତ ତାଳ ମିଳାଇ କେମିତି ଚାଲିପାରିବୁ ବା ବଜାର ସହିତ ଆମେ କେମିତି ଆମ ପ୍ରଶାସନଟା ମିଶିପାରିବ। ଆଣ୍ଡ ଆମ ପୂଜା କମିଟି ମେମ୍ବର ମାନେ ଯେତେ ଜଣ ବି ଅଛନ୍ତି ଆମର ଗୋଟେ ମାନେ ଇଣ୍ଟେନ୍ସ ଅଛି ଯେ ଆମର 15 ବର୍ଷ ହେଇଗଲା ପରେ ଆମେ ଗୋଟେ ଭଲ ଆକାରରେ ଗୋଟେ ଭଜନ ସମାରୋହ ବା କିଛି ବି କରିବୁ ଠାକୁରଙ୍କ। ଆମର ଆପଣମାନେ ଜାଣିଥିବେ କି ଆମର ଜଟଣୀ ଗଣେଶ ପୂଜା ବହୁତ ଫେମସ୍ ଗଣେଶ ପୂଜା। ଯାହା ହେଉ ଜଟଣୀରେ ସବୁ ଯେତେ ଗଣେଶ ପୂଜା ହେଇ ସବୁ ଭଲ ଭଲ ସାତ ସଜ୍ଜା ହେଇଛି। ଆପଣମାନେ ଆସନ୍ତୁ ଦେଖନ୍ତୁ। ଏତିକି କହିବି, ଆପଣମାନେ ଆସନ୍ତୁ, ଆସିଲେ ଜାଣିବେ ବି ଜଟଣୀରେ କେତେ ବଢ଼ିଆ ବହୁତ ଗଣେଶ ପୂଜା ହେଉଛି। ଆମେ ଏମିତି ସବୁ ବର୍ଷ ଆସୁ ଜଟଣୀ ଗଣେଶ ପୂଜା ବୁଲିବା ପାଇଁ। ଯାହା ହେଉ ବହୁତ ଖୁସି ଲାଗିଲା। ସବୁ ପୂଜା ମଣ୍ଡପରା ବହୁତ ବଢ଼ିଆ, ବହୁତ ଭଲ ଭଲ ସାତ ସଜ୍ଜା ହେଇଛି। ମୁଁ ଆଜ୍ଞା ପ୍ରାୟ ଆଜକୁ 6-7 ବର୍ଷ ହେଲା ଆସୁଛି। ମୋ ଫ୍ୟାମିଲି ନେଇକି ଆସେ ପ୍ରତିବର୍ଷ। ବହୁତ ଖୁସି ବି ଲାଗେ।